ମୋତେ ବହୁତ ମାନେ ଭଲ ଲାଗେ। ତିନୋଟି ମାଙ୍କଡ଼, ଜଣେ ପାଟିରେ ହାତ ଦେଇଛି, ଜଣେ କାନରେ ହାତ ଦେଇଛି, ଜଣେ ଆଖିରେ ହାତ ଦେଇଛି। ମୁଁ ଯେତେବେଳେ ଛୋଟ ଥିଲି ଭାବୁଥିଲି ଏ ତିନୋଟି ମାଙ୍କଡ଼ କାହିଁକି ହାତ ଦେଇଛନ୍ତି, ତାଙ୍କର ପ୍ରୋବ୍ଲେମ୍ କ'ଣ ଅଛି? କିନ୍ତୁ ବାସ୍ତବରେ ତାହା ପ୍ରୋବ୍ଲେମ୍ ନାହିଁ, ତାହା ଆମକୁ ଶିକ୍ଷା ଦେଇଥାଏ। ଯେତେବେଳେ କୌଣସି ନକାରାତ୍ମକ ଲୋକମାନେ ଆମକୁ କୌଣସି କାମ କରିବା ପାଇଁ ମାନେ ମନା କରନ୍ତି ବା କହନ୍ତି ବା ଦେଖାନ୍ତି, ସେତେବେଳେ ଯଦି ପ୍ରକୃତ ତୁମେ ବୁଝିପାରିବ, ଯଦି ତୁମ ଜୀବନରେ ତୁମେ ସଫଳତା ପାଇବାକୁ ଗଲେ ତୁମକୁ ଅନ୍ଧ ହେବାକୁ ପଡ଼ିବ, ତୁମକୁ କାଲା ହେବାକୁ ପଡ଼ିବ, ତୁମକୁ ମୂକ ହେବାକୁ ପଡ଼ିବ। ତା ଅର୍ଥ ତୁମେ ନକାରାତ୍ମକ ବିଷୟ ଦେଖିବନି, ନକାରାତ୍ମକ କଥା ଶୁଣିବନି, ନକାରାତ୍ମକ କଥା କହିବନି, ତାହେଲେ ଜୀବନରେ ସଫଳତା ପାଇବ। ଇଏ ବହୁତ ସୁନ୍ଦର ଜିନିଷ ମୁଁ ବୁଝିପାଇଲି। ଥ୍ୟାଙ୍କ ୟୁ ସୋ ମଚ୍।